ସେ ବିଷୟରେ ଯାହା ହେଇଛି ତ ତାଙ୍କର କର୍ମ ଏବଂ ଜନସାଧାରଣଙ୍କର ସପୋର୍ଟ ହିଁ ତାଙ୍କୁ ମାନେ ଉନ୍ନତି ଥରେ ଆଗେଇଛି। ତାଙ୍କ ଘର କୋଉଠି? ତାଙ୍କର ଘର ହଉଛି କେନ୍ଦୁଝର ଝମ୍ପୁରା ରାୟକଳା। ସେ ଆଗରୁ କେତେ ଥର MLA ରେ ଜିତିଥିଲେ? ପ୍ରଥମ ଜିତିଥିଲେ 1999, ତାପରେ ଜିତିଲେ 2004 ପାଇକି ସେ ଡେପୁଟି ଚିଫ୍ ମିନିଷ୍ଟର ହେଇଥିଲେ। ତାପରେ 2009 ହାରିଲେ। 2009 ହାରିଲା ପୁଣି 2014 ବି ଇଲେକ୍ସନରେ ହାରିଥିଲେ। ପୁଣି ଏଇ 2019 ଜିତିକି ଡେପୁଟି ଚିଫ୍ ମିନିଷ୍ଟର ପାଇଥିଲେ। ଏଇଥର ପୁଣି ଆଉ ଗୋଟେ ଜିତିଲେ। ଆଜି ଯୋଉ ସେ ମୁଖ୍ୟମନ୍ତ୍ରୀ ମାନେ 4 ଥର ଜିତିଲେ। ସେ 4 ଥର ଜିତିଲା ପରେ ଆଜି ମୁଖ୍ୟମନ୍ତ୍ରୀ ଶପଥ ପାଠ ଗ୍ରହଣ କରିବେ। ଆଜ୍ଞା, ଆପଣମାନଙ୍କୁ କେମିତି ଲାଗୁଛି ବର୍ତ୍ତମାନ, କ'ଣ ଅନୁଭବ କରୁଛନ୍ତି? ଆମେ ଅନୁଭବ କରୁଛୁ ଯେ ଏତେ ବଡ଼ ପଦବୀ ଯେ ସେ ପାଇଯିବେ ଆମର ଏତେ ମାନେ ଆଶା ବି ନଥିଲା। ଯେତିକି ଆମର ତାଙ୍କର ଦକ୍ଷତା ଅନୁସାରେ କାର୍ଯ୍ୟ ଦକ୍ଷତା ମାନେ MLA ହିସାବରେ ଯେତିକି ମାନେ ଜିତିଛନ୍ତି ସେ ମାନେ ମନ୍ତ୍ରୀ ପଦ ହିଁ ପାଇଥାନ୍ତେ ବୋଲି ଆମର ଆଶା ଥିଲା। କିନ୍ତୁ ଯେ ମୁଖ୍ୟମନ୍ତ୍ରୀ ପଦ ଯେ ପାଇବେ ସେଟା ଆମର ଆଶା ବି ନଥିଲା। ସେଥିରେ ଆପଣମାନଙ୍କୁ କେମିତି ଲାଗୁଛି? ବହୁତ ଖୁସି ଲାଗୁଛି। ବହୁତ ଖୁସି ଲାଗୁଛି। ଆଉ କ'ଣ କହିବେ ତାଙ୍କ ବିଷୟରେ? ତାଙ୍କର ଚାଲିଚଳଣି କେମିତି? ତାଙ୍କ ଚାଲିଚଳଣି ବହୁତ ଭଲ। ଆପଣ ଘରକୁ ସେ ଆସନ୍ତି? ତାଙ୍କର ବ୍ୟବହାର କିରକମ? ବ୍ୟବହାର ଭଲ, ଖାଇବା ପିଇବାରେ ଭଲ। ଆପଣମାନେ କ'ଣ ଦିଅନ୍ତି ତାକୁ ଖାଇବା? MLA ହିସାବରେ କିଛି ଦିଅନ୍ତି ନା ଆପଣଙ୍କର ଗାଉଁଲି ହିସାବରେ ଯାହା ଚଳେ? ଯାହା ଘରେ ରହିଥାଏ ତାପରେ ଆରେଞ୍ଜମେଣ୍ଟ ସେମିତି ହେଇଯାଏ। ସେ ଖାଆନ୍ତି ସବୁ? ହଁ। ଆଉ ତାଙ୍କର ବ୍ୟବହାର କିରକମ? ବ୍ୟବହାର ଠିକ୍ ଠାକ୍। ଆପଣ କ'ଣ କହିବେ ତାଙ୍କ ବିଷୟରେ? ତାଙ୍କ ବିଷୟରେ ଆଉ କ'ଣ କହିବି? କୌଣସି କିଛି ଭଗବାନ ପାଖରେ ଆଶୀର୍ବାଦ? ଭଗବାନ ପାଖରେ ଏତିକିଟା ଆଶୀର୍ବାଦ, ସେମାନେ ଯେହେତୁ ଜନସାଧାରଣଙ୍କ ଗଣତନ୍ତ୍ର ଇଏରେ ଆସିଛନ୍ତି, CM ରୂପରେ ଆସିଛନ୍ତି, ଆମ ଡବଲ ଇଞ୍ଜିନ୍ ରୂପରେ ବର୍ତ୍ତମାନ ସରକାର ରୂପରେ ଗଠନ ହେଇଛନ୍ତି, ନିର୍ବାଚିତ ହେଇଛନ୍ତି। ତେଣୁ ଲୋକମାନଙ୍କର ଦୁଃଖକୁ ସେ ବୁଝନ୍ତୁ। ଆଉ ଆଗାମୀ ଫେର ଏମିତି ଆହୁରି ଯେମିତି ଚାନ୍ସରେ ଯେମିତି ଆହୁରି ଜିତିବେ ତା ପ୍ରତି ବି ଟିକେ ଆଗେ ବାହାରି ଚେଷ୍ଟା ମାନେ ଜାରି ରହିଥାଉ।